ସାଇକୋଲୋଜି କହିଥାଏ ଗୋଟିଏ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ବନାଇବା ସମୟରେ ଅସଲି ଆନନ୍ଦ ସେତେବେଳେ ଆସିଥାଏ ଯେତେବେଳେ ପୁରୁଷ ତାଙ୍କ ଗୁପ୍ତାଙ୍ଗକୁ ପୂରାପୂରି ଭାବରେ ସନ୍ତୁଷ୍ଟ କରିଦେଇଥାନ୍ତି। ସାଇକୋଲୋଜି କହିଥାଏ ମହିଳାମାନଙ୍କୁ ସେହି ପୁରୁଷ ଅଧିକ ପସନ୍ଦ ଆସିଥାଏ ଯିଏ ଗେହୁଥିବା ସମୟରେ ବ୍ୟସ୍ତ ହୁଅନ୍ତି ନାହିଁ ଓ ଫୋରପ୍ଲେ କରି ଅଧିକ ସନ୍ତୁଷ୍ଟି ଦେଇଥାନ୍ତି। ସମ୍ଭବର 10 ମିନିଟ୍ ପୂର୍ବରୁ କେଉଁ ଜିନିଷ ସହିତ ଲୁଣ ଲଗାଇ ଖାଇବା ଦ୍ୱାରା ପୁରୁଷର ପାଣି 2 ଘଣ୍ଟା ପର୍ଯ୍ୟନ୍ତ ବାହାରି ନଥାଏ। ଏହାର ଉତ୍ତର ହେଉଛି ରସୁଣର ଗୋଟିଏ ପାଖୁଡ଼ା ଲୁଣ ସହିତ ଲଗାଇ ଖାଇବା ଦ୍ୱାରା 2 ଘଣ୍ଟା ପର୍ଯ୍ୟନ୍ତ ବାହାରି ନଥାଏ। କେଉଁ ବୟସର ମହିଳାମାନେ ନିଜ ସ୍ୱାମୀଙ୍କୁ ଛାଡ଼ି ନୂଆ ନୂଆ ପୁଅମାନଙ୍କ ସହିତ ସମ୍ଭୋଗ କରିଥାନ୍ତି? ଏହାର ଉତ୍ତର ହେଉଛି ହାରାହାରି 35ରୁ 45 ବର୍ଷର ମହିଳାମାନେ ଏମିତି ହିଁ କରିଥାନ୍ତି। ସାଇକୋଲୋଜି କହିଥାଏ ଯଦି କୌଣସି ପୁରୁଷ ପ୍ରତିଦିନ ସକାଳେ ଖାଲି ପେଟରେ 1 ଚାମଚ ଘିଅ ଖାଆନ୍ତି ତେବେ ତାଙ୍କର ସେକ୍ସ ଶକ୍ତି ବଢ଼ିବାକୁ ଲାଗେ ଓ ସେ ଯେକୌଣସି ମହିଳାଙ୍କୁ ବିଛଣା ଉପରେ ପୂରାପୂରି ଭାବରେ ସନ୍ତୁଷ୍ଟ କରିପାରିଥାନ୍ତି। ଯଦି କୌଣସି ମହିଳା କୌଣସି ପୁରୁଷକୁ ବିଛଣା ଉପରେ ପାଇବା ପାଇଁ କାନ୍ଦିବାକୁ ଲାଗେ ତେବେ ଏଥିରୁ କ'ଣ ବୁଝିବେ? ଏହାର ଉତ୍ତର ହେଉଛି ସେହି ମହିଳା ସେହି ପୁରୁଷକୁ ମନ, ହୃଦୟ ଓ ଆତ୍ମା ଦେଇ ଭଲ ପାଉଛନ୍ତି ବୋଲି। ସାଇକୋଲୋଜି କହିଥାଏ ସେକ୍ସ ଯନ୍ତ୍ରଣା ପାଇଁ ନ୍ୟାଚୁରାଲ ଚିକିତ୍ସା ଭଳି କାମ କରିଥାଏ। ସେକ୍ସ କରିବା ଦ୍ୱାରା ଅକ୍ସିଟୋସିନ୍ ହରମୋନ୍ ରିଲିଜ୍ ହୋଇଥାଏ ଯାହା ଯନ୍ତ୍ରଣାକୁ କମ୍ କରିଥାଏ। ସାଇକୋଲୋଜି କହିଥାଏ ସେକ୍ସ ପାଇଁ କପଲମାନଙ୍କର ପସନ୍ଦର ଜାଗା ବେଡରୁମ୍ ବ୍ୟତୀତ କାର୍ ମଧ୍ୟ ହୋଇଥାଏ।